1914। ଭଗବାନ, ମୋ ମନର ଏଇ ତନ୍ଦ୍ରାଳତାକୁ ତୁ ଝାଡ଼ି ଫିଙ୍ଗିଦେ, ଯେଉଁଥିରେ ମୋର ଜ୍ଞାନ ହେବ ଏବଂ ମୁଁ ବୁଝିପାରିବି ତୁ ମୋର ଆଧାରକୁ କି ଅଭିଜ୍ଞତା ଆଣିଦେଇଛୁ। ଯେତେବେଳେ ମୋ ମଧ୍ୟରେ କିଛି ତତେ ଜିଜ୍ଞାସା କରେ, ତୁ ବରାବର ଉତ୍ତର ଦେଉ। ମୋର ଯଦି କିଛି ଜାଣିବାକୁ ଥାଏ, ତୁ ଜଣାଇ ଦେଉ। ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷ ଭାବେ ହେଉ, ମୁଁ ଅଧିକରୁ ଅଧିକ ଦେଖିପାରୁଛି ଯେ ଅଧୀର ବିଦ୍ରୋହ, ଅତିରିକ୍ତ ଦ୍ୱାରା ସବୁ ନିରର୍ଥକ। ଧୀରେ ଧୀରେ ସବୁ ସୁଶୃଙ୍ଖଳିତ ହୋଇ ଉଠୁଛି, ଯେଉଁଥିରେ କି ତୋର ସେବା ମୁଁ ଯଥାଯଥ ଭାବରେ କରିପାରିବି। ଏହି ସେବାର କାର୍ଯ୍ୟରେ ମୋର ସ୍ଥାନ କ'ଣ, ସେ ପ୍ରଶ୍ନ ମୁଁ ବହୁଦିନ ହେଲା ଛାଡ଼ି ଦେଇଛି। କ'ଣ ଦରକାର ଜାଣିବା କି ପ୍ରୟୋଜନ ମୋର? ଆସନ ମଧ୍ୟସ୍ଥାନରେ ବା ଏକ ପ୍ରାନ୍ତରେ ତୋ ନିକଟରେ ମୁଁ ଯଦି ନିଜକୁ ପୂର୍ଣ୍ଣ ଉତ୍ସର୍ଗ କରିଦେଇଥାଏ, କେବଳ ତୋର ପାଇଁ ଏବଂ ତତେ ଧରି ମୋର ଜୀବନ ଯଦି ହୋଇଥାଏ ଏବଂ ତୁ ଯେଉଁ କର୍ମ ଦେଉ ତାହାକୁ ଯଦି କ୍ରମେ ଉନ୍ନତତର ଭାବେ ମୁଁ କରିଚାଲେ, ତେବେ ବାକି ଆଉ କେଉଁଥିରେ କିଛି ଯାଏ ଆସେ ନାହିଁ। ନା, ମୁଁ ପୁଣି କହିବି, ବିଶ୍ୱରେ ତୋର କାର୍ଯ୍ୟ ଯେତେ ସୁନ୍ଦର ଭାବେ, ଯେତେ ସମ୍ପୂର୍ଣ୍ଣ ଭାବେ ହେବା ସମ୍ଭବ, ତାହା ଯଦି ସମ୍ପନ୍ନ ହୋଇ ଚାଲିବ, ତେବେ କେଉଁ ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବିଶେଷ ସେ କାର୍ଯ୍ୟ କଲେ ସେଥିରେ କ'ଣ ବା ଯାଏ ଆସେ? ହେ ମୋର ମଧୁର ପ୍ରଭୁ, ଅନ୍ତରାତ୍ମାର ଶାନ୍ତି, ସମତା ଓ ଅଚଞ୍ଚଳତା ନେଇ ତୋ ନିକଟରେ ନିଜକୁ ସମର୍ପଣ କରିଦେଇଛି। ତୋ ମଧ୍ୟରେ ବୁଡ଼ି ଯାଇଛି। ମୋର ମନ ବର୍ତ୍ତମାନ ସ୍ଥିର, ପ୍ରଶାନ୍ତ, ପ୍ରାଣ ପ୍ରଫୁଲ୍ଲ। ତୋର କାର୍ଯ୍ୟ ନିଶ୍ଚୟ ହେବ, ମୁଁ ଜାଣେ। ତୋର ବିଜୟ ନିଶ୍ଚିତ। ହେ ମୋର ମଧୁମୟ ପ୍ରଭୁ, ବିଶ୍ୱରେ ସମସ୍ତଙ୍କ ପାଇଁ ତୁ ଆଣିଦେ ତୋର ଜ୍ୟୋତିର ପରମ କଲ୍ୟାଣ।